Hello dear student, today we are going to discuss your question and answer part of the story The Trunk of Ganesha. So, your first question. Soon after his bath, what did Govinda Maharana do? Soon after his bath, Govinda Maharana finished his bath in the courtyard at sunrise. He took glass of tea from his wife's hand, but his finger suddenly slackened and the glass slipped off his hand. ତାହେଲେ କ'ଣ କୁହାଗଲା? Soon after his bath, what did Govinda Maharana do? ଯେତେବେଳେ ସେ ସ୍ନାନ କାର୍ଯ୍ୟ ସାରିଲା ତାପରେ ପରେ ସେ କ'ଣ କଲା? ତାହେଲେ ଆନ୍ସର୍ କ'ଣ? ନା ଗୋବିନ୍ଦ ମହାରଣା ଫିନିଶ୍ଡ ହିଜ୍ ବାଥ୍ ଇନ୍ ଦ କୋର୍ଟୟାର୍ଡ ଏଟ୍ ସନରାଇଜ୍. ସୂର୍ଯ୍ୟୋଦୟ ହେବା କ୍ଷଣି ସେ ତାର ଅଗଣାରେ ସେ ତାର ସ୍ନାନ କାର୍ଯ୍ୟ ସମାପନ କଲା. ହି ଟୁକ୍ ଏ ଗ୍ଲାସ୍ ଅଫ୍ ଟି ଫ୍ରମ୍ ହିଜ୍ ୱାଇଫ୍ସ ହ୍ୟାଣ୍ଡ. ଏବଂ ସେ ତାଙ୍କ ସ୍ତ୍ରୀର ହାତରୁ ଗୋଟେ ଗ୍ଲାସ୍ ଚା ନେଲା. ବଟ୍ ହିଜ୍ ଫିଙ୍ଗର ସଡନ୍ଲି ସ୍ଲେକେଣ୍ଡ ଏଣ୍ଡ ଦ ଗ୍ଲାସ୍ ସ୍ଲିପ୍ଡ ଅଫ୍ ହିଜ୍ ହ୍ୟାଣ୍ଡ. ଏବଂ ଯେତେବେଳେ ସେ ଚା ଗ୍ଲାସ୍ଟା ନେଉଥିଲା ସେତେବେଳେ କ'ଣ ହେଲା? ତାର ଯେଉଁ ହାତ ତା ଫିଙ୍ଗର ତାର ଆଙ୍ଗୁଠି ଗୁଡ଼ାକ ହଠାତ୍ ସ୍ଲେକେଣ୍ଡ ମାନେ ଢିଲା ପଡ଼ିଯିବା, ଢିଲା ପଡ଼ିଗଲା ଏବଂ ସେ ଗ୍ଲାସ୍ଟା କ'ଣ ହେଲା? ନା ସ୍ଲିପ୍ ହେଇଗଲା ତା ହାତରୁ. ହ୍ୱାଇ ୱାଜ୍ ହି ଏଙ୍ଗସିୟସ୍ ଇନ୍ ଦ ମର୍ଣ୍ଣିଂ. ସେ କାହିଁକି ସେ ଯେଉଁ ସକାଳରେ ସେ ଏଙ୍ଗସିୟସ୍ ଥିଲା, ଚିନ୍ତିତ ଥିଲା. ହି ୱାଜ୍ ଏଙ୍ଗସିୟସ୍ ଇନ୍ ଦ ମର୍ଣ୍ଣିଂ ବିକଜ୍ ଦ ସେମ୍ ଅନଫର୍ଚୁନେଟ୍ ଇନସିଡେଣ୍ଟ ହ୍ୟାପେଣ୍ଡ. କାହିଁକି ନା ସେ ବାରମ୍ବାର ସେ ଯେଉଁ ଦୁର୍ଭାଗ୍ୟ ଘଟଣା, ଇନସିଡେଣ୍ଟ କହିଲେ ଘଟଣା ଗୁଡ଼ାକ ତା ସହିତ ବାରମ୍ବାର ଘଟୁଥିଲା. ତେଣୁ ସେ ମର୍ଣ୍ଣିଂରୁ ହି ୱାଜ୍ ଏଙ୍ଗସିୟସ୍. ହ୍ୱାଟ୍ ୱାଜ୍ ଗୋବିନ୍ଦ ମହାରଣା ଷ୍ଟ୍ରିଟ୍. ଗୋବିନ୍ଦ ମହାରଣାର ବୃତ୍ତି କ'ଣ ଥିଲା? ଟ୍ରେଡ୍ କହିଲେ ବୃତ୍ତି. ଆଇଡଲ୍ ମେକିଂ ୱାଜ୍ ଗୋବିନ୍ଦ ମହାରଣା ଷ୍ଟ୍ରିଟ୍. ହ୍ୱାଟ୍ ୱାଜ୍ ବୋଦରିଂ ହିମ୍ ସିନ୍ସ ଲାଷ୍ଟ 3 days. ବୋଦରିଂ ଚିନ୍ତିତ, ବ୍ୟସ୍ତ ବିବ୍ରତ କରି ପକାଉଥିଲା. ତାହେଲେ 3 ଦିନ ଧରି ତାକୁ କ'ଣ ବ୍ୟସ୍ତ ବିବ୍ରତ କରି ପକାଉଥିଲା? ବୋଦରିଂ କହିଲେ ବ୍ୟସ୍ତ ବିବ୍ରତ. ଇଟ୍ ୱାଜ୍ ଦ 3rd day in succession that the trunk of image of Ganesha broken. ସକ୍ସେସନ୍ କହିଲେ କ୍ରମାଗତ 3 ଦିନ ହେଲା କ'ଣ ହେଉଥିଲା? ସେ ଯେଉଁ ବିଗ୍ ଗଣେଶା ସେ ତିଆରି କରୁଥିଲା ତାର ସେ ଯେଉଁ ଇମେଜ୍ର ତାର କ'ଣ ଟ୍ରଙ୍କ ଶୁଣ୍ଢଟା ବାରମ୍ବାର ଭାଙ୍ଗି ଯାଉଥିଲା. ଇଟ୍ ୱାଜ୍ ଦ ଇନସିଡେଣ୍ଟ ଦ୍ୟାଟ୍ ୱାଜ୍ ବୋଦରିଂ ଗୋବିନ୍ଦ ସିନ୍ସ ଲାଷ୍ଟ 3 days. ତାହେଲେ ଏଇ ଘଟଣା 3 ଦିନ ହେଲା ତାକୁ ବ୍ୟସ୍ତ ବିବ୍ରତ କରି ପକାଉଥିଲା. ଓରିଟ୍ ଗୋବିନ୍ଦ ମହାରଣା ଗେଭ୍ ରିଜନ୍. ଓରିଟ୍ ଗୋବିନ୍ଦ ମହାରଣା ଗେଭ୍ ରିଜନ୍ ଫର୍ ଦ ବ୍ରେକିଂ ଅଫ୍ ଦ ଟ୍ରଙ୍କ. ହ୍ୱାଟ୍ ଆର୍ ଦେ? ତାହେଲେ ଯେତେବେଳେ ଭଗବାନଙ୍କର ଶୁଣ୍ଢଟା ଭାଙ୍ଗି ଯାଉଥିଲା ତାହେଲେ ଗୋବିନ୍ଦ ମହାରଣା ହି ଗେଭ୍ ସମ୍ ରିଜନ୍, କିଛି କାରଣ ଦର୍ଶାଉଥିଲା ଯେଉଁଥିପାଇଁ ବୋଧେ ଭଗବାନଙ୍କ ଶୁଣ୍ଢଟା ଭାଙ୍ଗି ଯାଉଥିଲା. ସୋ ହ୍ୱାଟ୍ ଆର୍ ଦ୍ୟାଟ୍? ଅର୍ ସେ ଘଟଣା ସେ ଯେଉଁ କାରଣ ଗୁଡ଼ାକ କ'ଣ ଥିଲା? ଆସ ଦେଖିବା ପିଲାମାନେ. ଦ ଓରିଟ୍ ଗୋବିନ୍ଦ ମହାରଣା ଗେଭ୍ ରିଜନ୍ ଫର୍ ଦ ବ୍ରେକିଂ ଅଫ୍ ଟ୍ରଙ୍କ. ପାରହ୍ୟାପ୍ସ ଇଟ୍ ୱାଜ୍ ସୋ ଡ୍ୟୁ ଟୁ ହିଜ୍ ହ୍ୟାଭିଂ ମେଡଲ୍ ୱିଥ୍ ଦ ପ୍ରାଇଭେଟ୍ ଲାଇଫ୍ସ ଅଫ୍ ଦ ଗଡ୍. ତାହେଲେ କହୁଛି ବୋଧହୁଏ ଏଇ ଯେଉଁ ଟ୍ରଙ୍କ ଶୁଣ୍ଢଟା ଭାଙ୍ଗି ଯାଉଛି, ପାରହ୍ୟାପ୍ସ ବୋଧହୁଏ ସେ ଯେଉଁ କ'ଣ କରୁଥିଲା, ସେ ମେଡେଲ୍ ହସ୍ତକ୍ଷେପ କରୁଥିଲା. ତାଙ୍କର ଯେଉଁ ବ୍ୟକ୍ତିଗତ ଜୀବନରେ ଭଗବାନଙ୍କର ସେ ହସ୍ତକ୍ଷେପ କରୁଛି ବୋଲି ମନେ କରୁଥିଲା. ୟେଟ୍ ଆନାଦର ରିଜନ୍ କୁଡ୍ ବି ୟୁଜିଂ ହିଜ୍ ପାୱାର ଟୁ କେୟାରଲେସଲି. ତାହେଲେ ତାର ଯେଉଁ ପାୱାର ଥିଲା, କେଉଁ ପାୱାର ଥିଲା? ସେ ମୂର୍ତ୍ତି ନିର୍ମାଣ କରିପାରୁଥିଲା, ସେଇ ପାୱାରଟା ସେ କ'ଣ କରୁଥିଲା? କେୟାରଲେସଲି ସେ ବ୍ୟବହାର କରୁଥିଲା. ଏଣ୍ଡ ଦ ଆଇକନ୍ସ ଇମେଜ୍ ହି ହ୍ୟାଡ୍ ବିନ୍ making were not exactly those his father would have made in this time. ଏବଂ ସେ ଯେଉଁ ମୂର୍ତ୍ତି ଗୁଡ଼ାକ ନିର୍ମାଣ କରୁଥିଲା ତାଙ୍କର ପିତା ଯେଉଁ ଭଳିଆ ମୂର୍ତ୍ତି ନିର୍ମାଣ କରୁଥିଲେ ସେଭଳିଆ ମୂର୍ତ୍ତି ନଥିଲା. ସୁଲୋଚନା did not want to question him for his work. What is the reason behind this? ସୁଲୋଚନା କିଏ ଥିଲେ ପିଲାମାନେ? ସୁଲୋଚନା ୱାଜ୍ ସୁଲୋଚନା ଗୋବିନ୍ଦ ମହାରଣା's ୱାଇଫ୍. ତାହେଲେ ସେ ତାଙ୍କର ସ୍ୱାମୀଙ୍କର କାମରେ କୌଣସି ପ୍ରଶ୍ନ କରୁନଥିଲେ. ହ୍ୱାଟ୍ ଇଜ୍ ଦ ରିଜନ୍ ବିହାଇଣ୍ଡ ଦିସ୍? ତାହେଲେ ଏଇ ଯେଉଁ ସେ ନିଜ ସ୍ୱାମୀଙ୍କର କାମରେ କୌଣସି କ୍ୱେଶ୍ଚନ୍ ବାହାର କରୁନଥିଲେ, ତାର କାରଣ କ'ଣ ଥିଲା?
Wife Sulochana did not want to question her husband Govinda for his work because she fully knew his ability and fame behind making idols. He was one of the best image maker in the whole town, left which made her proud of mind. ତାହେଲେ ସେ କୌଣସି କ୍ୱେଶ୍ଚନ୍ କରୁନଥିଲେ କାହିଁକି ନା ସେ ଜାଣିଥିଲେ ଯେ ତାଙ୍କର ସ୍ୱାମୀ ନ୍ୟୁ ନୋର ପାଷ୍ଟ ଫର୍ମ ହେଇଛି ନ୍ୟୁ ଦ ଏବିଲିଟି ତାଙ୍କର ଦକ୍ଷତାକୁ ସେ ଭଲ ଭାବରେ ଜାଣିଥିଲେ କାହିଁକି ନା ସେ ଥିଲେ ବେଷ୍ଟ ଇମେଜ୍ ମେକର ଇନ୍ ଦି ହୋଲ୍ ଭ୍ୟାଲି ଏବଂ ଯାହାକି କ'ଣ ତାଙ୍କୁ ପ୍ରାଉଡ଼ ଫିଲ୍ କରୁଥିଲା ଗର୍ବିତ ଅନୁଭବ କରୁଥିଲା ହ୍ୱାଟ୍ ଥଟ୍ସ ଡିଡ୍ କେମ୍ ଟୁ ସୁଲୋଚନା's ମାଇଣ୍ଡ when the trunk broken again and on the third day ଯେତେବେଳେ 3 ଦିନ ଧରି ସୁନ୍ଦୁଡ଼ା ଭାଙ୍ଗି ଭାଙ୍ଗି ଗଲା ତାହେଲେ ସୁଲୋଚନା କ'ଣ ଚିନ୍ତା କଲେ ତାଙ୍କ ମନ ମଧ୍ୟରେ କ'ଣ ଚିନ୍ତା ଆସିଲା when the trunk broken again on the third day Sulochana's mind was disturbed with some thoughts. She looked at her husband with panic stickiness eyes. It could be because her husband was growing older and his hands and eyesight had become weaker. ତାହେଲେ ଯେତେବେଳେ 3 ଦିନ ଧରି ହାର୍ଡ ଡେ ସେ ଯେଉଁ କ'ଣ ଟ୍ରଙ୍କଟା ବ୍ରୋକନ୍ ହେଉଥିଲା ସେତେବେଳେ ତାଙ୍କ ମାଇଣ୍ଡଟା ଡିଷ୍ଟର୍ବ ହେଲା ସୁଲୋଚନାଙ୍କ ମାଇଣ୍ଡ ଏବଂ ଇଟ୍ କୁଡ୍ ବି ବିକଜ୍ ହଜବେଣ୍ଡ ୱାଜ୍ ଗ୍ରୋଇଂ ଓଲ୍ଡର ଧୀରେ ଧୀରେ ତାଙ୍କର ବୟସ ବୃଦ୍ଧି ହେଉଛି ସେ ବୟସ୍କ ହେଉଛନ୍ତି and his eyesight had become weaker ଏବଂ ତାଙ୍କର ଦୃଷ୍ଟି ମଧ୍ୟ ଧୀରେ ଧୀରେ କ'ଣ ନା ୱିକର ହେଉଛି ବା ଦୁର୍ବଳ ହେଉଛି Do you think Govinda Maharana had become old and his hands and eye were not strong enough to prepare the day for the idol? Is there some supernatural power playing in the trick? Let's read to find out. तारे क्वेश्चनटा है पिलाने तुम्हें कौन भावुच गोविंद महाराणा बुढ़ा हो जाइथिला और ताहार हाथ और आखि गणेश मूर्ति को तैयारी करिबारे पूर्व भली शक्तिशाली नथिला एभली असुविधा सृष्टि करिबारे कोनोसी अलौकिक शक्तिर कार्य रहिछि कि जानिबा पई हमें पढिबा How old was Govinda Maharana? Who were there in his family? तारे गोविंद महाराणा बयस केते थिला आ क्यों माने सब तांकर मेंबर थिले गोविंद महाराणा वाज 61 years old एटा बारंबार परीक्षा रे आसुची पिला माने 61 year old his family comprised of his wife and his 3 sons who was Ranju what was his contribution to Govinda's family Ranju was Govinda's youngest son सभा सान पुओ थिला रंजू he had so clear promise to upholding his family's ancestral tradition of idol making he helped his father in this respect पहले रंजू को पिला माने जानि छै जे रंजू होछि कि तांकर सभा सान पुओ द youngest son तार केते बयस होतला रंजू को ना 13 years old and he had so clear promised of upholding his family ancestral tradition ancestral करी तांकर पैतृक वृत्ति बा कौलिक वृत्ति ताहले तांकर कौलिक वृत्ति कोन थिला ना मूर्ति निर्माण करिबा ताहले से कोन तांका बापा को इतरे से सहाय्य करूथला where was the idol placed why did Govinda keep the idol there ताहले मूर्तिटा केउठा रखा जायथिला एवं मूर्ति को कहीं गोविंद सेठा रखिथिला The idol was placed very close to the open window. It was at a distance of only a meter. Govinda kept it there for it would receive more sunlight to dry up. ताहले से जो मूर्तिटा से निर्माण करथिला ताकू खोला जो झरका ओपन विंडो ता पाखरे रखिथिला काहे कि ना एवं एटा कोन थिला ओनली 1 मीटर एटा तमर शॉर्ट क्वेश्चन आसे पिला माने 1 मार्क कारण गोविंद kept it there for it would receive more sunlight to dry up कौन हेबो ना जो खोला झरका पाखे रखा जाए ताहले से मोर सनलाइट पाइबो जहा फल से शीघ्र सुखी जीव
Why did Ranju request Govinda to close the window? ରଞ୍ଜୁ କାହିଁକି ଗୋବିନ୍ଦକୁ ଅନୁରୋଧ କଲା ୱିଣ୍ଡୋକୁ ବନ୍ଦ କରିଦେବା ପାଇଁ? ରଞ୍ଜୁ requested Govinda to close the window because the current of wind blowing through the window might could break the idol. ତାହେଲେ ରଞ୍ଜୁ ଚିନ୍ତା କରୁଥିଲା ଯେ ସେ ଯେଉଁ ୱିଣ୍ଡୋ ବା ଝରକା ବାଟ ଦେଇ ଯେ କ'ଣ ପବନ ଆସିପାରେ ଏବଂ ଯାହାଦ୍ୱାରା ନା ସେ ଯେଉଁ କ'ଣ ଆଇଡଲଙ୍କର ତାଙ୍କର ଶୁଣ୍ଢ ବ୍ରେକ୍ ହେଇପାରେ, ତେଣୁ ସେ ତାକୁ ବନ୍ଦ କରିଦେବା ପାଇଁ ବାପାଙ୍କୁ ରିକ୍ୱେଷ୍ଟ କରୁଥିଲା। Did Govinda think that the wind was responsible for the breaking of the trunk? କ'ଣ ଗୋବିନ୍ଦ ଚିନ୍ତା କରିପାରୁଥିଲା ସେ ଯେଉଁ ଆମର କ'ଣ ଟ୍ରଙ୍କ ବା ଶୁଣ୍ଢଟା ବାରମ୍ବାର ଭାଙ୍ଗି ଯାଉଥିଲା ଯେ ପବନ ହେଉଛି ରେସ୍ପନ୍ସିବୁଲ୍ ମାନେ ଦାୟୀ, ପବନ ଦାୟୀ କି ବୋଲି ସେ ଚିନ୍ତା କରୁଥିଲା କି ଗୋବିନ୍ଦ ମହାରଣା? No, I don't think the wind was responsible for the breaking of the trunk. ନା ମୁଁ ସେୟା ଭାବୁନାହିଁ ଯେ ୱିଣ୍ଡ ବା ପବନ ଦାୟୀ ରହିବ ସେ ଶୁଣ୍ଢଟା ଭାଙ୍ଗି ଯାଉଛି ତା ପଛରେ। Who could be the destroyer? The wind or the anger of the god or the hand of the supernatural element? ଗଣେଶ ମୂର୍ତ୍ତି ଧ୍ୱଂସ ପଛରେ କିଏ ବିନାଶକାରୀ ହୋଇପାରେ? ପବନ ବା ଈଶ୍ୱରଙ୍କର କ୍ରୋଧ ବା କୌଣସି ଅଲୌକିକ ଶକ୍ତି? ଭାଗ 3ରେ ଏହାର ରହସ୍ୟ ସମାଧାନ କରାଯିବ। Why did Govinda tell his son to sit in the workroom? ତାହେଲେ ଗୋବିନ୍ଦ କାହିଁକି ତା ପୁଅକୁ ସେ ଯେଉଁ ୱାର୍କରୁମ୍ ବା ତାଙ୍କର ଯେଉଁ ଘରେ କାମ ହେଉଥିଲା ସେ ଘରେ ରାତିରେ ବସିବା ପାଇଁ ସେମାନେ ନିଷ୍ପତ୍ତି ନେଇଥିଲେ। ଗୋବିନ୍ଦ told his son to sit in the workroom to keep vigil and find out the intruder. intruder କହିଲେ କ'ଣ ପିଲାମାନେ? intruder କହିଲେ ଜାଗାରେ ଅନୁପ୍ରବେଶକାରୀ। ତାହେଲେ କିଏ ଆସିକି ମୂର୍ତ୍ତିକୁ ବାରମ୍ବାର ତା ଶୁଣ୍ଢକୁ ଭାଙ୍ଗି ଦେଉଛି ତାହା ଜାଣିବା ପାଇଁ ସେମାନେ କ'ଣ ନା ସିଟ୍ ଇନ୍ ଦ ୱାର୍କରୁମ୍, ସେମାନେ ୱାର୍କରୁମ୍ରେ ବସିଲେ। Why did he choose that particular place to sit? ତାହେଲେ ସେ ଯେଉଁ ପାର୍ଟିକୁଲାର ଗୋଟେ କୋଣକୁ ସେମାନେ ବାଛିଥିଲେ କାହିଁକି? ସେ ପାର୍ଟିକୁଲାର ପ୍ଲେସ୍ ବା ନିର୍ଦ୍ଦିଷ୍ଟ ସ୍ଥାନକୁ ସେମାନେ ବାଛିଲେ ବସିବା ପାଇଁ। He chose that particular place to sit so that he and his son Ranju could observe the door, the window and the image at the same time. ତାହେଲେ ସେମାନେ କ'ଣ କ'ଣ ଦେଖିପାରିବେ? ଅବଜର୍ଭ ଦେଖିପାରିବେ, ଡୋର୍ ତାଙ୍କ କବାଟକୁ ଦେଖିପାରିବେ, ୱିଣ୍ଡୋ ଝରକା ଦେଖିପାରିବେ ଏବଂ ତାଙ୍କର ଇମେଜକୁ ମଧ୍ୟ ସମାନ ଟାଇମ୍ରେ ଦେଖିପାରିବେ। Was Ranju awake all through the night? ରଞ୍ଜୁ ରାତି ସାରା ଉଜାଗର ଥିଲା କି? No, Ranju was not awake all through the night. What was Govinda thinking in the darkness? ତାହେଲେ ସେ ଡାର୍କନେସ୍ ଯେତେବେଳେ ସେ ଅନ୍ଧାରୁଆ ଘରେ ବସିଥିଲା ସେ କ'ଣ ଚିନ୍ତା କରୁଥିଲା ଗୋବିନ୍ଦ ମହାରଣା? In darkness, Govinda was thinking all about the possible intruder who he suspected still into the workroom any time to break the trunk of image. ତାହେଲେ କିଏ ହେଇପାରେ ସେ intruder ଅନୁପ୍ରବେଶକାରୀ? ତାକୁ ସେ ମନେ ମନେ ଚିନ୍ତା କରୁଥିଲା। Who was the intruder? How was it coming into the room? ତାହେଲେ ସେ intruder ବା ଅନୁପ୍ରବେଶକାରୀଟା କିଏ ଥିଲା ଏବଂ ସେ କେଉଁଭଳି ଭାବରେ ସେ ରୁମ୍କୁ ଆସିଲା? The intruder was a cat. ବିଲେଇ ଥିଲା ପିଲାମାନେ। It was coming into the room through the open window in between the two vertical bar. ତାହେଲେ ୱିଣ୍ଡୋ ଝରକା ବାଟ ଦେଇ ଟୁ ଭର୍ଟିକାଲ ଭୂଲମ୍ବରେ ଥିବା ଦୁଇଟା ବାର୍ ମଧ୍ୟ ଦେଇ ସେ ଘରକୁ ପ୍ରବେଶ କରିଥିଲା। Why did ଗୋବିନ୍ଦ ମହାରଣା smile at the end? ପରିଶେଷରେ ଗୋବିନ୍ଦ ମହାରଣା କାହିଁକି ସ୍ମାଇଲ୍ କଲେ? ଗୋବିନ୍ଦ ମହାରଣା smiled at the end as the intruder was nobody else than a mere cat had repeatedly broken the trunk before. ତାହେଲେ ଗୋବିନ୍ଦ ମହାରଣା ବହୁତ ଜିନିଷ ଚିନ୍ତା କରୁଥିଲା ଏବଂ ପରିଶେଷରେ ସେ ଯେତେବେଳେ ଜାଣିଲା that the intruder was not just only a cat, ମାନେ କେହି ନଥିଲେ କେବଳ ଗୋଟେ ବିଲେଇ ଥିଲା, ତାହେଲେ କ'ଣ he repeatedly broken the trunk before. ତାହେଲେ ସେ କ'ଣ କରୁଥିଲା ନା ଧୀରେ ଧୀରେ ଆସିକିରି ସେ ଭୂଲମ୍ବ ବା ଭର୍ଟିକାଲ ବିଟୱିନ୍ ଦ ଟୁ ଭର୍ଟିକାଲ ବାର୍ ମଧ୍ୟ ଦେଇକି ଆସିକିରି ସେ ଧୀରେ ଧୀରେ ତାକୁ କ'ଣ କରୁଥିଲା
ना भांगी देउथुला। ताहले पिलामाने आजिर क्लास रे एतिकी अछि। जदि तुमको वीडियो भल लगे बा एइभଳି तुमर पाठ संबंधी अन्यान्य वीडियो पाइबा पई इच्छुक ताहले निश्चित भाव में सब्सक्राइब लाइक एवं शेयर करिवो। ठीक अछि, आजिर क्लास एठे रखिबा। धन्यवाद।